ପିଏମ୍ଇଜିପି ନୂତନ ଉଦ୍ୟୋଗ ୟୁନିଟ୍ ପାଇଁ ଯୋଗ୍ୟତା 1 18 ବର୍ଷରୁ ଅଧିକ ବୟସର ଯେକୌଣସି ବ୍ୟକ୍ତି 2 ପିଏମ୍ଇଜିପି ଅଧୀନରେ ପ୍ରକଳ୍ପ ସ୍ଥାପନ ପାଇଁ ସହାୟତା ପାଇଁ କୌଣସି ଆୟ ସୀମା ରହିବ ନାହିଁ 3 ଉତ୍ପାଦନ କ୍ଷେତ୍ରରେ 10 ଲକ୍ଷ ଟଙ୍କାରୁ ଅଧିକ ଏବଂ ସେବା ବ୍ୟବସାୟ କ୍ଷେତ୍ରରେ 5 ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ ସ୍ଥାପନ ପାଇଁ ହିତାଧିକାରୀମାନଙ୍କର ଅତି କମରେ ଅଷ୍ଟମ ଶ୍ରେଣୀ ପାସ୍ ଶିକ୍ଷାଗତ ଯୋଗ୍ୟତା ଥିବା ଉଚିତ 4 ଯୋଜନା ଅଧୀନରେ ସହାୟତା କେବଳ ପିଏମ୍ଇଜିପି ଅଧୀନରେ ବିଶେଷ ଭାବରେ ଅନୁମୋଦିତ ନୂତନ କାର୍ଯ୍ୟକ୍ଷମ ପ୍ରକଳ୍ପ ପାଇଁ ଉପଲବ୍ଧ 5 ବିଦ୍ୟମାନ ୟୁନିଟ୍ ଏବଂ ଯେଉଁ ୟୁନିଟ୍ ପୂର୍ବରୁ କୌଣସି ସରକାରୀ ସବସିଡି କିମ୍ବା ଭାରତ ସରକାରଙ୍କ କିମ୍ବା ରାଜ୍ୟ ସରକାରଙ୍କ ଅନ୍ୟ କୌଣସି ଯୋଜନା ଅଧୀନରେ ପାଇସାରିଛନ୍ତି ସେମାନେ ଯୋଗ୍ୟ ନୁହନ୍ତି 6 ପୁଞ୍ଜି ବ୍ୟୟ ମିଆଦି ଋଣ ବିନା ପ୍ରକଳ୍ପଗୁଡ଼ିକ ଯୋଗ୍ୟ ନୁହନ୍ତି 7 ପ୍ରକଳ୍ପ ମୂଲ୍ୟ ଅଧୀନରେ ଜମିର ମୂଲ୍ୟ କଭର କରାଯାଇପାରିବ ନାହିଁ 8 ସମସ୍ତ କାର୍ଯ୍ୟାନ୍ୱୟନକାରୀ ଏଜେନ୍ସି ଏବଂ କଏର ବୋର୍ଡ ଗ୍ରାମୀଣ ଏବଂ ସହରାଞ୍ଚଳ ଉଭୟରେ ଆବେଦନ ପ୍ରକ୍ରିୟାକରଣ କରିପାରିବେ 9 ଆବେଦନକାରୀଙ୍କର ବୈଧ ଆଧାର ନମ୍ବର ରହିବା ଉଚିତ 10 ଆବେଦନକାରୀ ସର୍ଭରରୁ ଆଧାର ନମ୍ବର ନାମ ଲିଙ୍ଗ ଜନ୍ମ ତାରିଖ ଏବଂ ମୋବାଇଲ ନମ୍ବର ଭଳି ଜନସଂଖ୍ୟାଗତ ବିବରଣୀ ପ୍ରମାଣିତ କରିବାକୁ ତାଙ୍କର ସମ୍ମତି ଦେବେ ଅନଲାଇନ୍ ଆବେଦନ ପାଇଁ ଆବଶ୍ୟକ ସ୍କାନ୍ ହୋଇଥିବା ଡକ୍ୟୁମେଣ୍ଟ 1 ପର୍ଯ୍ୟନ୍ତ ହେଉଛି 1 ପାସପୋର୍ଟ ଆକାର ଫଟୋ 2 ସର୍ବୋଚ୍ଚ ଶିକ୍ଷାଗତ